ରାମଦେବଙ୍କର ଭକ୍ତ ତାଙ୍କ ନାଁ ହେଉଛି ଶ୍ୟାମଦେବ। ସିଏ ସକାଳୁ ସବୁ ଗ୍ରୁପ ବସେଇକି ଓଲମ ବିଲମ କପାଳ ଭାତି ଏମିତି ସବୁ ଶିଖଉଛନ୍ତି। ମୁଁ ଦିନେ ତାଙ୍କ ପାଖକୁ ଗଲି। ମୁଁ କହିଲି ଆଜ୍ଞା କ'ଣ କରିବା କହିଲେ ଏମିତି କହିଲେ ପପୁ ବାବୁ ଗୋଟେ କାମ କରନ୍ତୁ, ଯିଏ ଯେତେ ସକାଳୁ ଉଠିବ ତାର ସେତେ ଲାଭ। ମୁଁ କହିଲି ଆଜ୍ଞା ପ୍ରମିଜ କହୁଛି କାଲି ପାଖରୁ ମୁଁ ସକାଳୁ ଉଠିବି। ତାପରେ ଦିନ ସକାଳୁ 5ଟା ବେଳେ ଉଠିକି ମୁଁ ମର୍ଣ୍ଣିଂ ୱାକରେ ଗଲି। ଆଉ ଜଷ୍ଟ 2 କିଲୋମିଟର ଖଣ୍ଡେ ଯାଇଛି, ଗୋଟେ ଫାଙ୍କା ରାସ୍ତା ପଡ଼ିଗଲା। 2ଟା ଟୋକା ଗୋଟେ ଗାଡ଼ି ନେଇକି ଆସିଲେ, ମୋର ଏଇଠି ଗୋଟେ ଛୁରୀ ଲଗେଇଦେଲେ ଏଇଠି, କହିଲେ ମୋବାଇଲଟା ଦେ। ମୁଁ କହିଲି ଆଜ୍ଞା ଦେ, ମୋବାଇଲଟା ଦେଇଦେଲି। କହିଲେ ପର୍ସ ଦେ, ପର୍ସଟା ନେଇକି ପଳେଇଲେ। ମୁଁ ଆଉ ଥାନାକୁ ଗଲି ନାହିଁ, ମୁଁ ଫାଷ୍ଟ ସେଇ ଶ୍ୟାମଦେବ ବାବାଙ୍କ ପାଖକୁ ଗଲି। ମୁଁ କହିଲି ଆପଣ ଯେଉଁ କହିଥିଲେ ସକାଳୁ ଉଠିଲେ ଫାଇଦା, ଏଇଟା ମୋର ଫାଇଦା। ମୁଁ ଗଲି, ମୋ ପର୍ସ ନେଇଗଲେ, ମୋବାଇଲ ନେଇଗଲେ। କାହିଁକି ମୋତେ କହୁଥିଲେ? ମୋତେ ସେ ଶ୍ୟାମଦେବ ବାବା କହିଲେ ତମକୁ କହିଥିଲି ମୁଁ ଯିଏ ଯେତେ ସକାଳୁ ଉଠିବ ତାର ସେତେ ଲାଭ। ସେ 2 ଜଣ ତମଠାରୁ ଅଧିକା ଆଗରୁ ଉଠିଥିଲେ, ଯେଉଁ 2ଟା ତମ ପାଖରୁ ନେଇକି ଗଲେ। ମୁଁ କହିଲି ନା ଆଜ୍ଞା ମର୍ଣ୍ଣିଂ ୱାକ୍ ମୋ ଦେଇକି ହବ ନାହିଁ। ମୁଁ